ଜୟ ମା ଶାରଳା, ଜୟ ଶ୍ରୀ ଜଗନ୍ନାଥ। ବନ୍ଧୁମାନେ, ଆଜି ଏକ ବିଶେଷ ବାର୍ତ୍ତା ରହିଛି ଆମ ସମସ୍ତ ଯୁବପିଢ଼ି ବନ୍ଧୁମାନଙ୍କ ପାଇଁ। ବର୍ତ୍ତମାନ ଆମ ସମାଜରେ ସବୁଠୁ ବଡ଼ ଦୁଃଖର କାରଣ ଘଟୁଛି, ଯାହାକି ନିଶା। ଏହି ନିଶା ବିଷୟରେ ଆମେ ପୂର୍ବରୁ ମଧ୍ୟ ଅନେକ କଥୋପକଥନ ହେଇଛେ। ତଥାପି ଏହି କିଛି ଦିନ ହେବ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହାକୁ ଆମେ କହିବା। ଯେଉଁ ଆମର ଯୁବପିଢ଼ି ବନ୍ଧୁମାନେ ବିଶେଷ ଭାବରେ ନିଶାସକ୍ତ ହୋଇ ଯାନବାହନ ଚଳାଉଛନ୍ତି, ଯଦ୍ୱାରା ସେମାନଙ୍କର ଭୟାବହ କ୍ଷତି ହେଉଛି ଏବଂ ତତ୍ସହିତ ଅନ୍ୟମାନଙ୍କର ମଧ୍ୟ ଭୟାବହ କ୍ଷତି ହେଉଛି। ଏବେ ରିସେଣ୍ଟଲି ଏଇ ଡାହାଳପୁରର ଶେଷ ଏବଂ ଉଦୟଗିରିର ମଝି ରାସ୍ତାରେ ଏକ ଆକ୍ସିଡେଣ୍ଟ ହେଇଛି ଗଛ ସହିତ। ଜଣେ +2 ଛାତ୍ର ବୋଧେ ଏଭଳି ସେ ନିଶାସକ୍ତ ହୋଇକରି ମଦ୍ୟପାନ କରିକିରି ଆକ୍ସିଡେଣ୍ଟ କରିଛନ୍ତି ଗଛରେ, ନିଜର ଭାରସାମ୍ୟ ହରାଇକିରି, ଯାହାଦ୍ୱାରା ସେ ତାଙ୍କର ହାଡ଼ ଇଭିନ୍ କି ସେ ତାଙ୍କର ମାଂସପେଶୀ ଏକଦମ କ୍ଷତବିକ୍ଷତ ହେଇ ଛିନ୍ଭିନ୍ ହେଲା ଭଳିଆ ଆକ୍ସିଡେଣ୍ଟ ହେଇଛି। ଯାହାକୁ ତାକୁ ଉଦ୍ଧାର କରିକିରି ଆମର ଯେଉଁ ଯୁବ ବନ୍ଧୁମାନେ କି ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ଘରକୁ ଖବର ଦେଲେ। ଘରୁ ଆସି ସେମାନଙ୍କୁ ତାଙ୍କୁ ମେଡ଼ିକାଲ ନେଇକିରି ଗଲେ। ତେଣୁ ଏମିତି ଆହୁରି ଅନେକ ଘଟିଛି। ଏବେ ଗୋଟେ ଦୁର୍ଘଟଣା ହେଇଥିଲା, ସେଇ ମଦ୍ୟପାନ କରିକିରି ଗାଡ଼ି ଆକ୍ସିଡେଣ୍ଟ ହେଇଥିଲା। ତେଣୁ ଏମିତି ବହୁତ କିଛି ଆମ ସମାଜରେ ଘଟୁଛି, ବହୁତ କ୍ଷୟକ୍ଷତି ହେଉଛି, ଯେଉଁଥିରେ କି ଆମ ଯୁବପିଢ଼ି ବନ୍ଧୁମାନେ ଭାଇମାନେ ବୁଝିପାରୁନାହାନ୍ତି ଯେ ଆମେ ନିଶାସକ୍ତ ହୋଇକରି ଆମ ନିଜର କ୍ଷତି କରିବା ସହିତ ଆମ ପରିବାରକୁ ଆମେ ଏକ ଦାରୁଣ ଦୁଃଖ ଦେଉଛେ। ଯେଉଁ ବାପା ମା ଆମକୁ କଷ୍ଟ କରି ଆଜି ଏତେ ବଡ଼ କରିକିରି ଆମ ଉପରେ ସେମାନଙ୍କର ଆଶା ଭରସା ଅନେକ ରହିଛି, ଆଜି ସେଇ ବୃଦ୍ଧ ବାପା ମା କି ପରିବାର ବର୍ଗଙ୍କୁ ଆମେ ତା'ର ପ୍ରତିବଦଳରେ କ'ଣ ଦାନ ଦେଉଛେ, ବା ପ୍ରତିବଦଳରେ ଆମେ ତାଙ୍କ ପାଇଁ କ'ଣ କର୍ତ୍ତବ୍ୟ ପାଳନ କରୁଛେ। ସେମାନଙ୍କର ପରିଣତ ବୟସରେ ଆମେ କ'ଣ ଏଇ ନିଶାସକ୍ତ ହୋଇକରି ଦୁର୍ଘଟଣା ଘଟେଇ ବା କୌଣସି ଅଶୋଭନୀୟ କାର୍ଯ୍ୟ କରି ଆମେ ସେମାନଙ୍କୁ ଏଇଭଳି ପୀଡ଼ା ଦେବାକୁ ସେମାନେ ଆମକୁ ଜନ୍ମ ଦେଇଥିଲେ? କିଛି ନହେଲେ ବି ଅତି କମ୍ରେ ଆମେ ତ ଟିକେ ଭାବିବା କଥା କି ଆମେ ଯଦି ନିଶାସକ୍ତ ହୋଇ ଗାଡ଼ି ଚଳାଉଛେ ବା ନିଶାସକ୍ତ ହୋଇକରି କୌଣସି ଖରାପ କାର୍ଯ୍ୟରେ ଲିପ୍ତ ହେଉଛେ ବା କାହାର କ୍ଷତି କରୁଛେ, ଆମେ ଯେତିକି ପୀଡ଼ା ଭୋଗିବୁ ବା କଷ୍ଟ ଭୋଗିବୁ, ଆମ ପଛରେ ଆମର ପରିବାର ବର୍ଗ ଅଛନ୍ତି, ବୃଦ୍ଧ ବାପା ମା ଅଛନ୍ତି, ଅସହାୟ ସେମାନେ କେଉଁଭଳି ଭାବେ ଅସହାୟ ଅନୁଭବ କରିବେ, କିଭଳି ଭାବେ ଦୁଃଖ, କିଭଳି ମାନେ ତ ବର୍ଣ୍ଣନା କରିହେବନି। ଯେଉଁ ଦୁର୍ଘଟଣା ଘଟିଥିଲା 2ଟି 3ଟି ଏବେ ମୁଁ ଦେଖିଲିଣି, ଯାହାକି ପୂର୍ଣ୍ଣ ରୂପେ ତାହା ନିଶା ଉପରେ ପର୍ଯ୍ୟବେସିତ। ମାନେ ନିଶାସକ୍ତ ହୋଇ ଯେତେବେଳେ ସେ ଯାନବାହନ ଚଳାଉଛନ୍ତି, ତାହା ଏଭଳି ଭୟାବହ ଦୁର୍ଘଟଣା ଘଟୁଛି। ଆହୁରି ମଧ୍ୟ ଅନେକ ପ୍ରକାର କ୍ଷତି ଘଟୁଛି। କିନ୍ତୁ ଆମେ ତ ଯେଉଁ ଆମ ଯୁବପିଢ଼ି ସମାଜ ଯେଉଁମାନେ ବନ୍ଧୁମାନେ ଅଛନ୍ତି, ସମସ୍ତେ କହୁଛେ ଆମେ ଜ୍ଞାନୀ ବୁଦ୍ଧି, ଆମର ବହୁତ ବୁଦ୍ଧି ଅଛି, କିନ୍ତୁ ଆମେ ଏତିକି ସାଧାରଣ କଥା କେମିତି ଜାଣିପାରୁନେ ଯେ ପରିଶ୍ରମରେ ଯେଉଁ ଅର୍ଥ ଉପାର୍ଜିତ କରିଛନ୍ତି, କିଏ ନିଜେ ରୋଜଗାରକ୍ଷମ ହେଇନାହାନ୍ତି, ବାପା ମାଆଙ୍କ ପଇସାରେ ନିଶାସକ୍ତ ହୋଇ ମଦ ପିଇକିରି ଗାଡ଼ି ଚଳାଉଛନ୍ତି, ଆକ୍ସିଡେଣ୍ଟ କରୁଛନ୍ତି, ନିଜେ ପୀଡ଼ା ଭୋଗୁଛନ୍ତି, ତା ସହିତ ଅନ୍ୟମାନଙ୍କୁ
ମଧ୍ୟ କଷ୍ଟରେ ପକାଉଛନ୍ତି ବା ଅନ୍ୟମାନଙ୍କୁ ମଧ୍ୟ ଦୁର୍ଘଟଣାରେ କ୍ଷତି କରାଉଛନ୍ତି। ଯଦି ଆମେ ବୁଦ୍ଧିଆ ବା ଆମର ଜ୍ଞାନ ଅଛି, ଆମେ ସେଇଭଳି ନିଜକୁ ବ୍ରିଲିଆଣ୍ଟ ବୋଲି ମନେ କରୁଛେ, ଜଣେ ଜଣେ ବହୁତ ମାନେ କହୁଛନ୍ତି ଆମେ ହେଉଛି ବହୁତ ବୁଦ୍ଧିଆ, ଏ ବୁଢ଼ା ବାପା ମା' ଏମାନେ କିଛି ତାଙ୍କର ଜ୍ଞାନ ନାହିଁ, ପୁରୁଣା କାଳିଆ ଲୋକ ଆଜ୍ଞା, ଏମାନେ କିଛି ଜାଣିନାହାନ୍ତି। ତେଣୁ ସେଇ ବନ୍ଧୁମାନଙ୍କୁ ମୋର ବିଶେଷ ଭାବରେ ପ୍ରଶ୍ନ ବା ବିଶେଷ ଭାବରେ ଏକ ନିବେଦନ ମଧ୍ୟ ଯେ ଯଦି ତୁମେ ବୁଦ୍ଧିଆ ବା ଯଦି ତୁମେ ଜ୍ଞାନର ମାନେ ପରାକାଷ୍ଠାରେ ସର୍ବଶୀର୍ଷରେ ପହଞ୍ଚିଛନ୍ତି, ତାହେଲେ ଏତିକି କେମିତି ଜାଣିପାରୁନାହାନ୍ତି ଯେ ଆମେ ଅର୍ଥ ବିନିମୟ କରି କଷ୍ଟ ଉପାର୍ଜିତ ଧନକୁ ବିନିମୟ କରି ନିଶାସକ୍ତ ହୋଇ ଆମେ ନିଜର କ୍ଷତି କରୁଛେ, ଆମ ପରିବାରର କ୍ଷତି କରୁଛେ, ତତ୍ସହିତ ଅନ୍ୟ ଯେଉଁମାନେ ଯାତାୟାତ କରୁଛନ୍ତି ସେମାନଙ୍କର ମଧ୍ୟ ଆମେ କ୍ଷତି କରୁଛେ। ତେଣୁ ଆମେ ଲାଭ କ'ଣଟା ପାଉଛେ? ଯେତେବେଳେ ଏ ଉପରେ ଆମେ ପୂର୍ଣ୍ଣ ରୂପେ ଗଭୀରତାର ସହିତ ବିଚାର କରିବା ବା ଚିନ୍ତା କରିବା, ନିଜର ହୃଦୟର ଗଭୀରତମ ପ୍ରଦେଶରୁ ଆମେ ଭାବିବା ଯେ ବାସ୍ତବରେ ଆମେ କେଉଁ ବୁଦ୍ଧିର କାର୍ଯ୍ୟ କରୁଛେ। ପ୍ରକୃତ ଆମେ ବୁଦ୍ଧିର କାର୍ଯ୍ୟ କରୁଛେ ନା ନିର୍ବୁଦ୍ଧିର କାର୍ଯ୍ୟ କରୁଛେ? ଆମେ ନିଜର ଲାଭ କରାଉଛେ ନା କ୍ଷତି କରାଉଛେ? ଯେତେବେଳେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଏ ବିଷୟରେ ତର୍ଜମା କରିବା, ସେତେବେଳେ ଆମକୁ ବାସ୍ତବତା ଅନୁଭବ ହେବ। କୌଣସି କୁସଙ୍ଗରେ ପଡ଼ିକି ଆମକୁ କହିଦେଲା, ଏ ନେ ଭାଇ ଟିକେ ପିଇଦେ, ଟିକେ ସିଗାରେଟ୍ ଟାଣିଦେ ବା ଟିକେ ଅନ୍ୟ ଯେଉଁଗୁଡ଼ା ନିଶା ଦ୍ରବ୍ୟ ଅଛି ଟିକେ ନେଇନେ। ତେଣୁ ସେଠି ଆମକୁ ଭାବିବାର ଅଛି ଯେ ପ୍ରକୃତ ଆମକୁ ଯିଏ ଡାକୁଛି କି ଆମର ସାଙ୍ଗସାଥି ପ୍ରକୃତ ସେ ଆମକୁ ଭଲ ବାଟ ଦେଖାଉଛି ନା ଖରାପ ବାଟ ଦେଖାଉଛି? ତେଣୁ ଯଦି ସେଇ ସମୟରେ ଆମେ ଟିକେ ଚିନ୍ତନ କରିବା, ଯେଉଁ ଯୁବପିଢ଼ି ବନ୍ଧୁମାନେ ଆମର ସେଇ ବାଟରେ ଆକର୍ଷଣ ହେଉଛନ୍ତି, ତେଣୁ ସେ ଟିକେ ଚିନ୍ତା କରିବେ ସେଇ ସମୟରେ, ତାହେଲେ ବୋଧହୁଏ ବଡ଼ କ୍ଷତିରୁ ରକ୍ଷା ହେଇଯିବେ। ତେଣୁ ସେଇଠି ବୁଦ୍ଧିମତାର ପରିଚୟ ବୋଲି ମିଳିବ। କିନ୍ତୁ ବହୁତ ଯୁବପିଢ଼ି ମାନେ ଅଛନ୍ତି ତାହା ଚିନ୍ତା କରୁନାହାନ୍ତି, ଯାହାଦ୍ୱାରା ବଡ଼ କ୍ଷତିର ସାମ୍ନା ହେଉଛି। ଆଉ ପଛରେ ଯେତେବେଳେ କୌଣସି ଦୁର୍ଘଟଣାଗ୍ରସ୍ତ ହୋଇ ବା କୌଣସି ନିଜର କାର୍ଯ୍ୟକଳାପର ଯେଉଁ ପରିଣାମ ଘଟୁଛି, ତାଦ୍ୱାରା ଯେଉଁ ପଶ୍ଚାତପଦ ହେଉଛି, ପଛରେ ଭାବୁଛନ୍ତି କି ନାଇଁ ଏଇଟା ନ କରିଥିଲେ ହେଇଥାନ୍ତା ଏଇଟା। ତେଣୁ ଯଦି ସେଇ ସମୟରେ ସେଇଟା ଭାବନ୍ତେ ଯେ ନାଇଁ ଆକୁ ମୁଁ ପିଇବିନି କି ଏସବୁ ମୁଁ ଟାଣିବିନି, ଯାହାଦ୍ୱାରା ମୋର ଶରୀର କ୍ଷତି ହେବ କି କୌଣସି ଦୁର୍ଘଟଣାଗ୍ରସ୍ତ ହେବ, ମୋ ପଛରେ ମୋ ପରିବାର ଅଛନ୍ତି କି ଗୋଟେ ଯେଉଁମାନେ ଅଛନ୍ତି ସଂସାରରେ କି ସମାଜରେ, ତାଙ୍କ ପଛରେ ବାପା ମା' ହୁଅନ୍ତୁ, ପିଲା ଛୁଆ କି ସ୍ତ୍ରୀ ଯିଏ ବି ହୁଅନ୍ତୁ ନା କାହିଁକି, ତେଣୁ ସେମାନଙ୍କ ଉପରେ କ'ଣ ଘଟିବ? ତେଣୁ ଏ ବିଷୟରେ ଯଦି ଚିନ୍ତନ କରନ୍ତେ ଗଭୀରତାର ସହିତ, ଯେମିତି ଆମେ ଆକର୍ଷଣ ହେଉଛେ ନାଇଁ ଏଇଟା ମୋତେ ଭଲ ଲାଗୁଛି, ମୁଁ ପିଇବି, ଖାଇବି କି କ'ଣ କରିବି, ତେଣୁ ସେଇଭଳି ଭାବରେ ଯେମିତି ମାନେ କାୟ ମନ ବାକ୍ୟରେ ଆମେ କୌଣସି ଜିନିଷ କାର୍ଯ୍ୟ ପ୍ରତି ଯେମିତି ଆଗ୍ରହ ହେଇ ଶିଖୁଛେ କି ଜାଣୁଛେ, ତ କ୍ଷଣ ମାତ୍ରକେ କିଛି ସମୟ ଭିତରେ ଆମେ ଶିଖି ଯାଉଛେ, ଜାଣି ଯାଉଛେ। ତେଣୁ ସେଇଭଳି ଭାବେ ଯଦି ଚିନ୍ତା କରିବା, ତେବେ ଅର୍ଥ ବିନିମୟ କରି କଷ୍ଟ ଉପାର୍ଜିତ ନିଜ ବାପା ମା'ର ପରିଶ୍ରମର ଧନ ବା ନିଜେ ଯେଉଁ କଷ୍ଟରେ ଧନ ଉପାର୍ଜନ କରୁଛେ, ସେ ପଇସାକୁ, ସେ ଧନକୁ ଆମେ କାହିଁକି ନଷ୍ଟ କରିବା? କାହିଁକି ରୋଗ କିଣିବା? ଆମେ କାହିଁକି ଶରୀରର ନିଜର ଅଙ୍ଗ ପ୍ରତ୍ୟଙ୍ଗ ଖରାପ କରିବା? ତେଣୁ ଏକ ଛୋଟିଆ ଉଦାହରଣ ଆଜି ସେଇ କାରଣାର୍ଥେ ମୁଁ ଏଠି ଉପସ୍ଥାପନା କରିବି। ତେଣୁ ସମସ୍ତ ଯୁବପିଢ଼ି ବନ୍ଧୁମାନଙ୍କୁ ମୋର ବିଶେଷ ଭାବରେ ଅନୁରୋଧ, ଆଜ୍ଞା, ମୁଁ କୌଣସି ଭିଡ଼ିଓ ଲାଇକ୍ କି ସେୟାର କି କମେଣ୍ଟ ଏସବୁ ପ୍ରାପ୍ତ ପାଇଁ କରୁନାହିଁ, କି ମୋର ମଧ୍ୟ ସେଭଳି ଉଦ୍ଦେଶ୍ୟ ନୁହେଁ। ଯାହା ଏ ଅନ୍ତରାତ୍ମାରେ ଭଗବାନ ମାଙ୍କର ଏ ହୃଦୟ ଭିତରେ ଆସିଲା, ତାହା ହିଁ ମାନେ ଏଠି ଉପସ୍ଥାପିତ ହେଉଛି। ଏହା ଅନ୍ୟ କିଛି ନୁହଁ କି କୌଣସି ସାମାଜିକର କୌଣସି ବାହା ପାଇବା ପାଇଁ, ତାହା ବି ମଧ୍ୟ ନୁହେଁ। ତେଣୁ ଏମିତି ଜଣେ ଭାଇ ମୋତେ ପଚାରିଥିଲେ, ମୁଁ କହିଲି ନାଇଁ ଆଜ୍ଞା, ସେସବୁର କିଛି ଉଦ୍ଦେଶ୍ୟ ନାହିଁ। କିଏ କ'ଣ ଭାବିପାରେ, କିନ୍ତୁ ବାସ୍ ଆମର ଏତିକି ପ୍ରୟାସ, ଏ ସୃଷ୍ଟି ହେଉଛି ଭଗବାନଙ୍କର। ଆମର ଯେମିତି ବାପା ମା', ସୃଷ୍ଟିର ବି ବାପା ମା' ଅଛନ୍ତି। ତେଣୁ ଭଗବାନଙ୍କର ସମସ୍ତେ ଅଂଶ ଆମେ। ତେଣୁ ସାମାନ୍ୟତମ ଟିକେ ପ୍ରୟାସ କରିବା ପାଇଁ, କାହିଁକିନା ଯେଉଁ ଆମ ଚତୁଃପାର୍ଶ୍ୱରେ ଘଟୁଛି, ଯେତେ ସବୁ କାରଣ ହେଉଛି, ତା ମଧ୍ୟରୁ ଇଏ ବି ଗୋଟେ ବଡ଼ କାରଣ। ତେଣୁ ଆମେ ତ ଯଦିଓ ବଡ଼ କାର୍ଯ୍ୟକର୍ତ୍ତା
ଭଗବାନଙ୍କର କାର୍ଯ୍ୟରେ ନ ହେଇପାରିବା ତ ସାମାନ୍ୟତମ ପ୍ରୟାସ ଯେଭଳି ଗୁଣ୍ଡିଚି ମୂଷା ଶ୍ରୀରାମଙ୍କ କାର୍ଯ୍ୟରେ ସେତୁବନ୍ଧରେ ଟିକେ ଗଡ଼ିକିରି ଧୂଳି ଟିକେ ଝାଡ଼ି ଦେଇଥିଲେ ବା ସେତିକିର ବି ଆମେ ଯୋଗ୍ୟ ନୁହେଁ, ତଥାପି ପ୍ରୟାସ। ତେଣୁ ଏହା ହିଁ ଉଦ୍ଦେଶ୍ୟ। ତେଣୁ ଯେଉଁ ଛୋଟିଆ ଉଦାହରଣ କଥା ମୁଁ କହୁଥିଲି, ଏମିତି ଥରେ ଜଣେ ବନ୍ଧୁ ଲୋକ ଆମର ମାମୁଁ ହେବେ, ତାଙ୍କର ଗୋଡ଼ରେ ଏମିତି ହେଇଥିଲା ଖରାପ। ଆମେ ଯାଇଥିଲୁ ହସ୍ପିଟାଲ, ସମ୍ ହସ୍ପିଟାଲ। ତେଣୁ ସେଠି ଜଣେ ଡକ୍ଟର, ଯିଏକି ସମସ୍ତେ ତ ଡାକ୍ତର ଅଛନ୍ତି, କିନ୍ତୁ ସେ ଡକ୍ଟର ହେଉଛନ୍ତି ଏଭଳି ଏକ ଉଦାରବାଦୀ ମନୁଷ୍ୟ। ସେ ମୁଁ ବୋଧେ ଭାବୁଛି ଯେମିତି ଆମର କଥାରେ ଅଛି ଯେ ଜଗତର ମଙ୍ଗଳ କାମନା କରିବା ବା ସଂସାରର ହିତ ସାଧନା କରିବା ପ୍ରଥମ ମାନବତା ଧର୍ମ, ଜଣେ ମାନବ ହିସାବରେ। ତେଣୁ ସେ ଡକ୍ଟର କହିଥିଲେ, ତାଙ୍କ ନାଁ ଥିଲା ସୁନୀଲ ଅଗ୍ରୱାଲ, ଡକ୍ଟର ସୁନୀଲ ଅଗ୍ରୱାଲ, ଯିଏ ଅନକୋଲୋଜିର ପ୍ରଫେସର ଥିଲେ। ସେ କହିଥିଲେ ଯେତେବେଳେ ମାନେ ଗୋଡ଼ରେ ତାଙ୍କର ଗୋଟେ ଘା ହେଇଥିଲା, ଯେଉଁ ମାମୁଁଙ୍କୁ ନେଇକି ଯାଇଥିଲୁ ସେଠାରେ ସେ ଅବଶ୍ୟ ତାଙ୍କ ନିଶାସକ୍ତ ସିଏ ନୁହଁ, କିନ୍ତୁ ଅନ୍ୟମାନେ ଯେଉଁ ସେ ପାଖ ବେଡ଼୍ରେ ଥିଲେ, ସେମାନେ କାହାର ମୁଁ ଦେଖିଲି ଆଜ୍ଞା ପାଟି ଅପରେସନ୍ ହେଇଛି, କାହାର ଗାଲ ଅପରେସନ୍ ହେଇଛି, କାହାର ବେକ ଅପରେସନ୍ ହେଇଛି, କାହାର ହାର୍ଟ କିଡ଼ନୀ ଖରାପ ଅଛି, କାହାର ପେଟରେ ଅଲସର ହେଇଛି, ବହୁତ ଆଜ୍ଞା ହେଇଛି। ତେଣୁ ସିଏ ସେଠି ମାନେ ଏଭଳି ପୀଡ଼ାରେ ଆଜ୍ଞା ଘାଣ୍ଟି ହେଉଛନ୍ତି, ଆପଣ ଦେଖିପାରିବେନି। ଏ ଯେଉଁ ନିଶାସକ୍ତ, ତମାଖୁ ବା ମଦ୍ୟପାନ, ଏ ସବୁର ଆଜ୍ଞା 95% କାରଣ, ତାହା 90%ରୁ ଏଭବ କାରଣ ହେଉଛି ନିଶା ପାଇଁ। ତେଣୁ ସେ ସେଠି ବୁଝେଇଥିଲେ, ସମସ୍ତଙ୍କୁ କହିଥିଲେ। ତା ସହିତ ଏକ ଆଡ଼ଭର୍ଟାଇଜ୍ ମାନେ ଯେଉଁଥିରେ ଲେଖା ଅଛି ସବୁ କ'ଣ ରୋଗର କାରଣ, ନିଶାସକ୍ତ କେଉଁ ନିଶାରେ କେଉଁ ରୋଗ ହୁଏ, କ'ଣ ହୁଏ, ତା'ର ସମ୍ପୂର୍ଣ୍ଣ ବିବରଣୀ ସେ କାଗଜରେ ଅଛି, ଯାହାକୁ ସେ ସମସ୍ତଙ୍କୁ ବାଣ୍ଟିଥିଲେ। ନେଇଯାଅ, ଆକୁ ତୁମ ଗାଁର ଯେଉଁ ଜାଗାରେ ଅଧିକ ପପୁଲେସନ୍ ବା ଯେଉଁଠି ଗ୍ୟାଦରିଂ ପ୍ଲେସ୍ ଅଛି, ସେଠି ୟାକୁ ମାରିବ, ଲୋକମାନଙ୍କୁ ସଚେତନ କରାଇବ। ବହୁତ କଥା ବୁଝେଇଥିଲେ ଆଜ୍ଞା। ଏକଥା ବି କହିଥିଲେ କିଣି ଏ ନିଶା ଦ୍ୱାରା କ'ଣ କ୍ଷତି ହେଉଛି। ଜଣେ ବନ୍ଧୁଙ୍କୁ ସେଇଠି ଭେଟିଥିଲୁ ଆମେ, ଜଣେ ବନ୍ଧୁଙ୍କ ସହିତ ସେ ଲୋକଙ୍କୁ, ପେସେଣ୍ଟକୁ ଆମେ ମଧ୍ୟ କଥାବାର୍ତ୍ତା ହେଉଥିଲୁ। ସେ ଜଣେ ରାଜମିସ୍ତ୍ରୀ ଥିଲେ। ସେ ଆମେ ପଚାରିଥିଲୁ, ଭାଇ କ'ଣ ପାଇଁ ଆପଣଙ୍କର ଏମିତି ହେଲା, ଇଏ ହେଲା, ପାଟି ଏତେ ବଡ଼ ଘା ହେଇଯାଇଛି ଆଜ୍ଞା, ଯେମିତି ଫୁଲକୋବି ଟାଇପ୍ର ଦେଖାହେଉଛି, ଇଏ କରି ମାନେ ବହୁତ ଜର୍ଜରିତ ଅବସ୍ଥା, ମାନେ ସେ ଏମିତି ପୀଡ଼ାରେ ଛଟପଟ ହେଉଥାନ୍ତି ଆଜ୍ଞା। ସେ କହିଥିଲେ, ଭାଇ ମୁଁ ରାଜମିସ୍ତ୍ରୀ କାମ କରେ, ମୁଁ ନିଜେ ପାନ ଖାଏ, ସଫଳ ବି ମୋ ସାଙ୍ଗରେ ନିଏ, ଆଉ ଯେଉଁଠି କାମ କରେ ସେମାନଙ୍କୁ କହିକିରି ମଧ୍ୟ ବହୁତ ଖାଏ। ତେଣୁ ଏମିତି ମୁଁ ବହୁତ ଅଧିକ ପରିମାଣରେ ଖାଇ ମୋର ପାଟିରେ ଗୋଟେ ଛୋଟ ଘା ହେଲା। ଘା ହେଇକିରି ଧୀରେ ସେ ବଡ଼ ରୂପ ନେଲା। ଆମେ ଏମିତି ଔଷଧ ବିନ୍ଧା ମେଡ଼ିସିନ ଖାଇ ତେଣୁ ସମୟାନୁକ୍ରମେ ସେ କ୍ୟାନ୍ସରକୁ ଗତି କଲା, ଯେଉଁଟାକି ମୁଁ ଜାଣିପାରିଲି ନାହିଁ। ଆଟ୍ ଦ ଲାଷ୍ଟ ମୁମେଣ୍ଟ, ଯେତେବେଳେ ଶେଷ ସମୟ ଆସିଲା, ଯେ ଅତିରିକ୍ତ ପୀଡ଼ା ହେଇ ଫୁଲି ଘା ହେଇକିରି ଏତେ ବଡ଼ ତା ଭିତରେ ହେଇଗଲା, ଘା ବଡ଼ ଆକାର ଧରିଲା, ସେତେବେଳେ ମୁଁ ଡକ୍ଟରଙ୍କୁ ପରାମର୍ଶ କରିଥିଲି। ଆଉ ଡକ୍ଟର ପରାମର୍ଶରେ ସେଠି ଔଷଧ ଖାଇ ଭଲ ହେଇପାରିନଥିଲି। ଶେଷରେ ମୁଁ ହସ୍ପିଟାଲ ଯାଇଥିଲି। ଆଉ ସେଠି ଡକ୍ଟର ଯେତେବେଳେ ଦେଖିଲେ, ତେଣୁ ସେ ଷ୍ଟାର୍ଟିଂ ହେଉଥିଲା କ୍ୟାନ୍ସରର ପୋଜିସନ୍। ତେଣୁ ଯାହା ହେଉ ଭଗବାନଙ୍କର ଅଶେଷ ଦୟା, ଅପରେସନ୍ ହେଲା, ଏ ପାଟି ଫାଳଟା କାଟିକିରି ବାହାର କଲେ, ପୁଣି ମାଂସ ପଡ଼ିଲା, ଷ୍ଟିଚ୍ ହେଲା, ଇଏ ହେଲା, ବହୁତ କଷ୍ଟ ସେ ପୀଡ଼ାରେ ରକ୍ଷା ହେଲେ। ତେଣୁ ଡକ୍ଟର ଏହାକୁ ପୁରା ସମ୍ପୂର୍ଣ୍ଣ ଭାବରେ କହିଥିଲେ କି ଏହି ତମାଖୁ ଦ୍ୱାରା ତମର ଏଇ କ୍ଷତି। ତେଣୁ ମୁଁ ଏମିତି ବହୁତ ଅଛି, ମଦ୍ୟପାନରେ କାହାର ହେଇଛି, ଏମିତି ବହୁତ ପେସେଣ୍ଟ, ଯାହା ଦେଖିଲେ ବୋଧହୁଏ ମୁଁ ମାନେ ଦେଖିକିରି ଯେ ଗଭୀରତାର ସହିତ ଆକୁ ଭାବି ନେବ, ସେ କେବେ ହେଲେ ନିଶା ଗ୍ରହଣ କରିବାକୁ ଇଚ୍ଛା କରିବନି।
ତେଣୁ ସେ ଡକ୍ଟର ମଧ୍ୟ ବୁଝେଇକିରି କହିଥିଲେ, ଆଜ୍ଞା ସେ ଡକ୍ଟର ଯାହାକୁ ଆମେ ଭଗବାନ ବୋଲି କହୁଥାଉ, ଦ୍ୱିତୀୟ ଭଗବାନ, ତେଣୁ ସେ କାହିଁକି ଏତେ ପ୍ରୟାସ କରୁଛନ୍ତି, କାହିଁକି ବୁଝାଉଛନ୍ତି, କ'ଣ ପାଇଁ ବୁଝାଉଛନ୍ତି? ସରକାର ଏତେ ପ୍ରଚାର ପ୍ରସାର କରୁଛନ୍ତି, ଡକ୍ଟରମାନେ ବୁଝାଉଛନ୍ତି, ଆଉ ଯେଉଁମାନେ ଜ୍ଞାନୀ ମୁନି ସାଧୁ ସନ୍ଥ ବୁଦ୍ଧିଜୀବୀମାନେ ସେମାନେ ମଧ୍ୟ କହୁଛନ୍ତି। ତେଣୁ ଆମେ ବାସ୍ତବ ସତ୍ୟଟାକୁ କାହିଁକି ଗ୍ରହଣ କରିବାକୁ ରାଜି ନୁହଁ? ଯେତେବେଳେ ପ୍ରାକ୍ଟିକାଲ ଆମ ଆଖି ଆଗରେ ସବୁ ଦେଖାଯାଉଛି, ଜାଣୁଛେ, ଆମେ କରୁଛେ। ତେଣୁ ସେମାନଙ୍କର କେତେ ପ୍ରଚେଷ୍ଟା, ସେମାନେ ଡକ୍ଟର ହେଇକିରି ମଧ୍ୟ ବୁଝାଉଛନ୍ତି। ଯେଉଁ ସୁନୀଲ ଅଗ୍ରୱାଲ ସାର୍ଙ୍କ କଥା କହିଲି, ସିଏ ବହୁତ ବୁଝାଉଛନ୍ତି ଲୋକଙ୍କୁ, ବହୁତ ପ୍ରଚାର ପ୍ରସାର କରୁଛନ୍ତି ଏହାର ବିରୁଦ୍ଧରେ, ନିଶା ବିରୁଦ୍ଧରେ ବା ନିଶାର ଆଚରଣ ଗ୍ରହଣ ନ କରିବା ପାଇଁ, କରିବା ପାଇଁ। ତେଣୁ ସେମାନଙ୍କର ଯଦି ଏତେ ପ୍ରୟାସରେ ଆମେ ଟିକେ ନ ବୁଝିବା, ତାହେଲେ ସେମାନଙ୍କର ଏଇ ଯେଉଁ କାର୍ଯ୍ୟ କରୁଛନ୍ତି, ମହତ୍ କାର୍ଯ୍ୟ, ତାର କ'ଣ ଯଥାଚିତ ରହିବ କାରଣ ଆଜ୍ଞା? ତେଣୁ ସେଥିପାଇଁ ଏମିତି ବହୁତ କାରଣ ଅଛି ଯାହାଦ୍ୱାରା ତମ୍ବାଖୁ, ମଦ୍ୟପାନ, ଆହୁରି ଅନେକ ମଧ୍ୟ ଗଞ୍ଜେଇ, ବିଡ଼ି, ଯାହା କିଛି ଅଛି, ସେ କ'ଣ ଆମ ପାଇଁ କ୍ଷତି କରୁଛି। କେତେ ଦୁର୍ଘଟଣା ଭୟାବହ ଘଟୁଛି ଆଜ୍ଞା। କାହାର ଗୋଟେ ପୁଅ ଏମିତି ଆକ୍ସିଡେଣ୍ଟରେ ବି ପ୍ରାଣହାନି ହେଇଯାଉଛି। ତେଣୁ ବହୁତ ରୋଗ ହେଉଛି, ହାର୍ଟ ଖରାପ ହେଉଛି, କିଡ଼ନୀ ଖରାପ ହେଉଛି, ଲିଭର ଖରାପ ହେଉଛି, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଖରାପ ହେଉଛି। ତେଣୁ ଆମେ ବୁଦ୍ଧିଜୀବୀ ହେଇକରି ଯଦି ଏଇଭଳି କ୍ଷତି କରିବା, ତେଣୁ ମୁଁ ଭାବୁନି କାହିଁ ଯେ ସଭ୍ୟ ସମାଜ ଆଗେଇ ପାରିବ, ବା ଏ ଭଗବାନଙ୍କର ଯେଉଁ ସୃଷ୍ଟି ଯାହାକୁ ସେ ତିଆରି କରିଛନ୍ତି। ତେଣୁ ଯେମିତି ଯଦୁବଂଶ ଭଳି ସ୍ୱୟଂ ମଦ୍ୟପାନ କରି ମଦିରାରେ ବୁଡ଼ି ନିଜେ ଧ୍ୱଂସ ହୋଇଯାଇଥିଲେ, ସେମିତି ବୋଧେ ସମାଜ ସଂସାର ଧ୍ୱଂସ ହୋଇଯିବ ଯଦି ଆମର ଯୁବପିଢ଼ି ବନ୍ଧୁମାନେ ଏହାର ପୂର୍ବରୁ ସଚେତନ ନ ହେବେ। ତେଣୁ ସମସ୍ତଙ୍କୁ ବିନମ୍ର ଭାବରେ ଅନୁରୋଧ, ଦୟାକରି ନିଶାସକ୍ତ ହୋଇ ଯାନବାହନ ଚଳାନ୍ତୁ ନାହିଁ, କି ନିଶାସକ୍ତ କୌଣସି ପ୍ରକାର ନିଶା ଗ୍ରହଣ କରନ୍ତୁ ନାହିଁ। ଯେତେବେଳେ ଗ୍ରହଣ କରୁଛନ୍ତି ସେତେବେଳେ ଟିକେ ପଛପଟକୁ ଚାହିଁ ଭାବନ୍ତୁ ଯେ ମୋ ପଛରେ କିଏ ଅଛନ୍ତି। ବୃଦ୍ଧ ବାପା ମା, ପରିବାର ବର୍ଗ, ସେମାନଙ୍କର ଅବସ୍ଥା କ'ଣ ହେବ ଯଦି ମୁଁ ଆଜି ଏଭଳି ନିଶାସକ୍ତ ହୋଇକରି କ୍ଷୟକ୍ଷତି ନିଜର କରିବି? ସେମାନଙ୍କର କ'ଣ ହେବ? କି ଶରୀର ଯେଉଁ ଭଗବାନ ଦେଇଛନ୍ତି ଯେତିକି ଦିନର ଅଭିନୟ କରିବା ପାଇଁ, ସେ ଶରୀରର ଅବସ୍ଥା କ'ଣ ହେବ? ନିଜେ କି କଷ୍ଟ, କି ପୀଡ଼ା ଭୋଗିବେ। ଯଦି ଆଜି ରୋଗରେ ଆପଣ ଛଟପଟ ହେଇକରି ପୀଡ଼ାରେ ମାନେ ଘାଣ୍ଟି ହେଲେ ବା ସନ୍ତାପିତ ହେଲେ, ଆପଣଙ୍କ ପଛରେ କିଏ ଭୋଗିବ? ଆପଣ ଭୋଗିବେ, ଆପଣଙ୍କ ସହିତ ଆପଣଙ୍କ ପରିବାର ବର୍ଗ ଭୋଗିବେ। ବୃଦ୍ଧ ବାପା ମା ବିକଳାକୁଳ ହୋଇ କଷ୍ଟରେ ଭଗବାନଙ୍କୁ ଡାକିବେ, ବା ନିଜର ଆରାଧ୍ୟ ଯିଏ ବି ଯେଉଁ ଦେବଦେବୀ ହୁଅନ୍ତୁ ନା କାହିଁ ଡାକିବେ। ଯଦି ପଇସା ଅର୍ଥ ଅଧିକ ଖର୍ଚ୍ଚ ହେଉଛି ରୋଗର ନିରାକରଣ କରିବା ପାଇଁ ବା ନିବାରଣ କରିବା ପାଇଁ, କେଉଁଠି ଜମି ବିକିବେ, ସୁନା ବିକିବେ, କ'ଣ ଘଟିବ ତାହାର କଳନା ବାହାରେ। ଏ ବିଭତ୍ସ ଦୁଃଖ ଯିଏ ଅଙ୍ଗେ ନିଭେଇଛନ୍ତି ବା ଅନୁଭବ କରୁଛନ୍ତି, ଦେଖୁଛନ୍ତି, ସେ ହିଁ ଜାଣୁଛନ୍ତି। ତେଣୁ ସମସ୍ତଙ୍କୁ ବିନମ୍ର ଅନୁରୋଧ, ତେଣୁ ଏଭଳି ଭୟାବହତା ଠାରୁ ଦୂରେଇ ରୁହନ୍ତୁ। ଆମେ ଆଖି ଆଗରେ ଦେଖୁଛେ, ତେଣୁ ଜାଣୁଛେ, ତାପରେ ବି ଆମେ ସେ ଭୁଲ ନ କରିବା ପାଇଁ ଚେଷ୍ଟା କରିବା। ତେଣୁ ମୋର ସମସ୍ତଙ୍କୁ ବିନମ୍ର ଭାବରେ ଅନୁରୋଧ, ସମସ୍ତ ଯୁବପିଢ଼ି ବନ୍ଧୁମାନଙ୍କୁ ବିଶେଷ ଭାବରେ, ଯେଉଁମାନେ ନିଶାସକ୍ତ ପାଇଁ ଆପଣମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ଟିକେ ଦେଖିଦିଏ, ଭଲ ଲାଗିବ, କରିବ, ତେଣୁ ସେମାନଙ୍କୁ କୁହନ୍ତୁ ନାହିଁ, ଆମର ନିଶା ଗ୍ରହଣ କରିବାର ନାହିଁ। ଯିଏ ଆମ ଶରୀରକୁ କ୍ଷତି କରିବ, ତତ୍ସହିତ ଆମ ପରିବାରକୁ ଦୁଃଖ ଦେବ, ନିଜକୁ କ୍ଷତି କରିବ, ଯନ୍ତ୍ରଣାରେ ପକାଇବ, ତେଣୁ ସେସବୁ ଜିନିଷ ଗ୍ରହଣ କରିବୁ ନାହିଁ। ସମାଜରେ ଘଟୁଛି, ଆମେ ଦେଖୁଛେ, ସମସ୍ତେ ଦେଖୁଛେ। ତେଣୁ ତାପରେ ଯଦି ଆଜ୍ଞା ଆମେ ସଚେତନ ନ ହେବା, ତାହେଲେ ଆମକୁ ବିନାଶ ମୁଖରୁ କେହି ରକ୍ଷା କରିପାରିବେନି। ତେଣୁ ଏ ବିଭତ୍ସ ସବୁ ଦେଖିବା ପରେ ପୁନଶ୍ଚ ମୁଁ ଟିକେ ଚେଷ୍ଟା କଲି, ଏ ଅନ୍ତରାତ୍ମାରେ ଆସିଲା ଯେ କିଛି ନହେଲେ ତ ଯିଏ ଏଭଳି ସଚେତନ ହେଇପାରୁନାହାନ୍ତି ବା ଆମର ବନ୍ଧୁ ସହୋଦରରେ ଅଛନ୍ତି ବା ଆମର ଜଣାଶୁଣାରେ ଅଛନ୍ତି, ଯଦି କାହା ମନରେ ବି କିଏ ଉଚିତ
ଶିକ୍ଷା ନ ପାଇପାରୁଛି ବା ଉଚିତ ନ ଜାଣିପାରୁଛି ଯେ ଏହାଦ୍ୱାରା କ'ଣ ବାସ୍ତବରେ କ୍ଷତି ହେଉଛି, ଯଦି କିଞ୍ଚିତ ମାତ୍ରାରେ ବି ଟିକିଏ ପରିବର୍ତ୍ତନ ହୁଅନ୍ତି ତାହେଲେ ନିଜ ପାଇଁ ଭଲ, ନିଜର ପରିବାର ପାଇଁ ଭଲ, ସମାଜ ପାଇଁ ଭଲ। ଆଉ ଯେଉଁ ସୃଷ୍ଟି ଭଗବାନ ଗଢ଼ିଛନ୍ତି ଏ ସୃଷ୍ଟି ପାଇଁ ମଧ୍ୟ ମଙ୍ଗଳକର। ତେଣୁ ସଦା ଆମେ ଚେଷ୍ଟିତ ରହିବା କୌଣସି ପ୍ରକାର ନିଶା ଗ୍ରହଣ ନ କରିବାନି। ତେଣୁ ସମସ୍ତଙ୍କୁ ଯିଏ ଆମର ବନ୍ଧୁ ସହୋଦର ବା ସାଙ୍ଗସାଥି ଅଛନ୍ତି ସେମାନଙ୍କୁ ମଧ୍ୟ ବୁଝେଇବା ଯେ ନିଶାର କ'ଣ ଭୟାବହତା ବା ନିଶାସକ୍ତ ହୋଇକରି ତାର କେତେ କେତେ କୁପରିଣାମ। ତେଣୁ ଏହା ବିଷୟରେ ସମସ୍ତେ ସଚେତନ ହେବା, ନିଜେ ଜାଗ୍ରତ ହେବା, ତତ୍ ସହିତ ଆମର ସମାଜକୁ ଜାଗ୍ରତ କରିବା ପାଇଁ ଏକ ଛୋଟିଆ ପ୍ରୟାସ କରିବା। ଧନ୍ୟବାଦ। ଜୟ ମା ଶାରଳା, ଜୟ ଶ୍ରୀ ଜଗନ୍ନାଥ।